ଭାଇ ଦେଖିପାରୁଥିବେ ମୁଁ ବର୍ତ୍ତମାନ ଉବର ରାଇଡ୍ ଛାଡ଼ିଲି ହେଲା। ଉବର ଦେଖ 290 ଗୋଟେ କିଲୋମିଟର ଦେଖୁଛି। ଉବର ଗୋଟେ ରାଇଡ୍ ଆସିଛି ନା ସସ୍ମିତା ବଟ୍ ରାପିଡୋରେ ବି ଆସିଛି ଦେଖିପାରୁଥିବେ। ସିଆଡେ ବି ଭାଇ ସସ୍ମିତା ମାନେ ଗୋଟେ ରାଇଡର ଦିଟା ରାଇଡ୍ ବୁକିଂ ଅଛି, ଗୋଟେ ଉବରରେ ଗୋଟେ ରାପିଡୋରେ। ଓକେ ଚାଲ ଯିବା ଦେଖିବା। ଭାଇ ଦେଖିପାରୁଥିବେ ମୁଁ ପହଞ୍ଚି ଗଲି ଉବର ଲୋକେସନ ପିକଅପ୍ ଲୋକେସନରେ। ଆର୍ ୟୁ କମିଂ ଲେଖିଥିଲେ ଉବରରେ, ମୁଁ ଦେଖ ପିକଅପ୍ ଲୋକେସନରେ ଅଛି। ରାପିଡୋ ବି ଦେଖେଇ ଦଉଛି, ଏ ଦେଖ ରାପିଡୋ ବି। ଆପଣ ବୁକିଂ ଥିଲା ରାପିଡୋରେ କରିଥିଲେ ଉବରରେ କରିଥିଲେ, କୋଉଟାରେ ଯିବେ? ଆପଣ ଦିଟା ବୁକିଂ କରିଛନ୍ତି, ଗୋଟେ ରାପିଡୋରେ ଗୋଟେ ଉବରରେ। ରାପିଡୋ ରାପିଡୋ ରାପିଡୋରେ ଦିଟା ବୁକିଂ ଆସିବ, ରାପିଡୋ ଗୋଟେ ଉବର। ଗୋଟେ ଲୋକେସନ ନା ଦିଟି ଜାଗା ଆସିଲା, ସେଥିପାଇଁ ମୁଁ ଆକ୍ସେପ୍ଟ କରି ଆସିଲି। ଏଟ୍ ଲୋକେସନ ଦିଟି ଜାଗା କୋଉଟା ଏମିତି କେମିତି ଗୋଟେ ବିଲ୍ଡିଂ ରେ ଗୋଟେ ନାଁରେ ଦିଟା ବୁକିଂ ହେଇପାରୁଛି? ଓଟିଭି ରାପିଡୋ ଥିଲା ନା ଉବର ଥିଲା? ରାପିଡୋ ଥିଲା ନା ଉବର ଥିଲା? ଭଲ କଥା ଭାଇ। 65 ତ ଭାଇ ଏତିକି ଭିଡିଓ ଦେଖି କେତେ ଲୋକ କହିବେ କି ଭାଇ ସିଏ ତ ତାର ଡବଲ ବୁକିଂ କରିଛନ୍ତି, ତ ମୋର କଣ ଯାଉଛି? ତ ମୁଁ ତାଙ୍କୁ କହିବି रुको जरा सबर करो बोला धक्का बुक्की नहीं करने का। କି ଭାଇ ଯଦି ମୋ ପାଖକୁ ଯଦି ସିଙ୍ଗଲ ରାଇଡ୍ ନ ଆସିକି ମତେ ଉବର ଅଲଗା ରାଇଡ୍ ଯାଇଥାନ୍ତା, ରାପିଡୋ ମୋ ପାଖକୁ ଆସିଥାନ୍ତା, ଆଉ ଉପରେ ଆଉ କାହା ପାଖକୁ ଯାଇଥାନ୍ତା, ତ ତାହେଲେ ଦିଟା ରାଇଡ୍ ଗୋଟେ ପାଖକୁ ଆସିଥାନ୍ତା, ତ କଣ ହେଇଥାନ୍ତା ଭାଇ? କଷ୍ଟମର ଉବର ସହ ଯାଇଥାନ୍ତା କି ରାପିଡୋ ସହ ଯାଇଥାନ୍ତା? ଭାଇ ମୁଁ ଆସିଛି କେତେ 1 କିଲୋମିଟର ଦୂରରୁ ଆସିଥିବି, ସିଏ ଆସିଥିବ 2-3 କିଲୋମିଟର ଦୂରରୁ କି 1 କିଲୋମିଟର ଦୂରରୁ, ତ ଗୋଟେ କ୍ୟାନସଲ ହବ, ଗୋଟେ ରହିବ। ବାକି ଯାହାର କ୍ୟାନସଲ ହବ ତାର ପେଟ୍ରୋଲ ପଇସା କଷ୍ଟମର ଦବ ଭାଇ? ତ ଭାଇ କିଛି ବି କମେଣ୍ଟ କରିବା ଆଗରୁ ଫାଷ୍ଟ ଭିଡିଓଟି ଭଲ ଭାବେ ଦେଖନ୍ତୁ, ବୁଝନ୍ତୁ, ତାହେଲେ କମେଣ୍ଟ କରନ୍ତୁ। ଫାଲତୁ କମେଣ୍ଟ କରନ୍ତୁ ନାହିଁ।